हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम्। तस्य पदे नमाम्यहम्। बोलिए महापुरुष अच्युतानंद जी की जय। शुद्धि जानी ज्ञानी गुणी मंडली आज अध्याय आलोचना को आपण मानक स्वागत जनाऊँ। आज मालिका वचन आलोचना आलोचना करने को जाऊे तेणु पंचसखा माने मालिकार भुवनेश्वर विषय कौन भविष्यवाणी कर विषय आम आलोचना करुचे। मालिकार नाम है चुंबक मालिका प्रथम अध्याय लिखिले महापुरुष शिशु अनंत कौन कहले बोले खंडगिरी स्थान एकाम्र कानन सुवर्ण चित गिरी रे सुवर्ण चित गिरी रे सुजने सुवर्ण चित गिरी रे स्थाने प्रभु विजय करिथिबे भक्त जन संगत रे सुण सुजने गुणी बेल काल आसी लाड़ी हे सुण सुजने गुणी। महापुरुष कहले कहले बाबू रे ये भुवनेश्वर होउची कौन ना तार आगुरु ना थिला एकाम्र कानन। अच्युतानंद महापुरुष मालिकार लिखिले एकाम्र कानन खंडगिरी स्थान एकाम्र कानन सुवर्ण चितगिरी जो सुवर्णर गिरी पहाड़ अच्छी खंडगिरी सोनार आकु पहाड़ कह अनेक सुवर्ण एठा रही गुप्त साधु सन्त माने गुप्त रही एपर्यंत भितर 500 वर्ष 1000 वर्ष धरी तपस्या करुचन बाहरी ना। पद्म क्षेत्र है कोणार्क, शंख क्षेत्र पुरी, गोदा क्षेत्र जाजपुर, भुवनेश्वर हूँ चक्र क्षेत्र बुझे। तेणु ये सुधी जाने या कहती एकाम्र कानन। एकाम्र आम्र कहले आंब गोटे आंब गछ चारिआडे शाखा प्रशाखा मेलई बोली आगो एकाम्र कानन कहती भुवनेश्वर को। शिशु अनंत मालिकार लिखिले चुंबक मालिका प्रथम अध्याय से स्थाने प्रभु विजय करिथिबे भक्त जन संगत रे। आओ श्री अनंत वासो देव विप्रलिंग भेट जही जिया घरे भेट जही जिया घरे सुजने भेट जही जिया घरे बिंदु सरोवरे स्नान विधि सारी सिद्ध केदार मध्य सोना सुजने गुणी बेल काल आसी लाड़ी हे सुण सुजने गुणी। यदि भुवनेश्वर आपण किए आसुचंदी महापुरुष कहले यही बिंदु सरोवर टिके स्नान करंतु पवित्र तीर्थ। आउ श्री अनंत वासुदेव ज्ञानी गुणी मंडली ये भुवनेश्वर जाको स्मार्ट सिटी बोली आमे कहूचे एकाम्र कानन। इथि यार इष्ट देव कि ना श्री अनंत वासुदेव मन रखते कथा ये इष्ट देव होने अनंत वासुदेव। विप्रलिंग भेट एठारे लिंग रही लिंगराज नहीं जमती राधाकृष्णंगर रासस्थल होउची वृंदावन से भली शिव पार्वती रासस्थल कि
ନାଇଁ ଏକାମ୍ର କାନନ ଭୁବନେଶ୍ୱର। ଭଗବାନ ଶିବ ଏବଂ ଶଙ୍କର ବ୍ରହ୍ମବୈବର୍ତ ପୁରାଣ ଲେଖା ଅଛି। ଭଗବାନ ଶିବ ଏବଂ ପାର୍ବତୀ ଶଶାଗ୍ରା ମହି ବୁଲୁଥିଲେ। କେଉଁଠି ଆମେ ଟିକେ ରାସ କରିବା, ବିଶ୍ରାମ କରିବା, ପରସ୍ପର ଭିତରେ କଥା ଟିକେ ହେବା, ସେଭଳି ନିର୍ଜନ ସ୍ଥାନ ସାରା ସଂସାର କେଉଁଠି ପାଇଲେ ନାହିଁ। କିନ୍ତୁ ଏଇଠି ତାଙ୍କୁ ନିର୍ଜନ ସ୍ଥାନ ବୋଲି ଲାଗିଲା। ତା ହେଉଛି ଏକାମ୍ର କାନନ ଭୁବନେଶ୍ୱର। ନାଇଁ ଇଏ ଶିବ ପାର୍ବତୀଙ୍କର ରାସଭୂମି ବୋଲି କୁହାଯାଏ ଭୁବନେଶ୍ୱର। ଅଚ୍ୟୁତାନନ୍ଦ ମହାପୁରୁଷ ସେଇଥିପାଇଁ ମାଳିକାରେ ଲେଖିଲେ, ବୋଲେ ଏକାମ୍ର କାନନେ ସଦା ଶିବ ରହିଥିବେ, ସଦା ଶିବ ରହିଥିବେ। ଜଗତର ଭଲ ମନ୍ଦ ନୟନେ ଦେଖିବେ ବାବୁ, ନୟନେ ଦେଖିବେ। ଏକାମ୍ର କାନନେ ସଦା ଶିବ ରହିଥିବେ। ଏଇଠୁ ଜଗତର ଭଲ ମନ୍ଦ, ସେ ପୁରା ଲିଙ୍ଗରାଜ, ସବୁ ସଂସାରରେ ଯେତେ ଲିଙ୍ଗ ଅଛନ୍ତି ବୁଝିଲେ, ଇଏ ସବୁ ଲିଙ୍ଗ ଉପରେ ଇଏ ହେଉଛନ୍ତି ଲିଙ୍ଗରାଜ, ସବୁଠାରୁ ବଡ଼ ରାଜା ବୁଝିଲେ। ଏଇଠି ସଦାଶିବ ରହିଥିବେ, ସାରା ଜଗତର ଭଲ ମନ୍ଦ ବୁଝିବେ। ହେ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧିଜନୀ, ମହାପୁରୁଷ କହିଲେ ଏକାମ୍ର କାନନେ ଶିବ ପାର୍ବତୀ ବିହାର, ଶିବ ପାର୍ବତୀ ବିହାର। କି କହିବି ସେ ସ୍ଥାନର ମହିମା ହେ ବୀର ବାବୁ, ମହିମା ହେ ବୀର। ଏକାମ୍ର କାନନେ ଶିବ ପାର୍ବତୀ ବିହାର। ମୁଁ କହୁଥିଲୁ ପରା ଶିବ ପାର୍ବତୀ ବିହାର ଏଠି କରୁଛନ୍ତି। ତାଙ୍କର ରାସଭୂମି ହେଉଛି ଭୁବନେଶ୍ୱର, ଭଗବାନ ଶିବ ଏବଂ ପାର୍ବତୀଙ୍କର। ଆଉ କି କହିବି ସେ ସ୍ଥାନର ମହିମା ହେ ବୀର, ସେ ସ୍ଥାନର ମହିମା ଅଚ୍ୟୁତ କହୁଛନ୍ତି ରାମଚନ୍ଦ୍ର, ମୁଁ କ'ଣ ବା ତତେ କହିବି ବୋଲି। ମହାପୁରୁଷ ଅଚ୍ୟୁତାନନ୍ଦଜୀ କି ଶୁଦ୍ଧିଜନୀ ଜ୍ଞାନୀ ଗୁଣୀ ମଣ୍ଡଳୀ ବୋଲେ, ବାବୁରେ ଏକାମ୍ର କାନନେ ଶିବ ପାର୍ବତୀ ବିହାର, କି କହିବି ସେ ସ୍ଥାନର ମହିମା ଏ ବୀର। କ'ଣ କହିବି ନା, ଚାରି ଯୁଗ ଧାମ ସେହି ଅଟେ ଶିବଙ୍କର ବାବୁ, ଅଟେ ଶିବ କର। ଧର୍ମ ଅର୍ଥ କାମ ମୋକ୍ଷ ପୂର୍ଣ୍ଣ ବରାବର ବାବୁ, ପୂର୍ଣ୍ଣ ବରାବର। ଚାରି ଯୁଗ ଧାମ ସେଇ ଅଟେ ଶିବଙ୍କର। ସତ୍ୟ ତ୍ରେତୟା ଦ୍ୱାପର, କଳିଯୁଗ ନୁହଁ, ଧ୍ୟାନ ଦେବେ କଥା ଉପରେ, କଳିଯୁଗ ନୁହଁ, ଚାରି ଯୁଗ ସତ୍ୟ ତ୍ରେତୟା ଦ୍ୱାପର କଳି, ଏ ଚାରି ଯୁଗରେ ଧାମଟା ଭଗବାନ ଶିବଙ୍କର କୋଉଟା ନା ଏକାମ୍ର କାନନ ଭୁବନେଶ୍ୱର। ଏ କ୍ଷେତ୍ରରେ ଆସି ଲିଙ୍ଗରାଜଙ୍କୁ ଦର୍ଶନ କଲେ ଧର୍ମ ଅର୍ଥ କାମ ମୋକ୍ଷ ବରାବର ଆପଣଙ୍କୁ ସମାନ ଭାବରେ ମିଳିବ, ଚତୁର୍ବର୍ଗ ଫଳ ପାଇବେ। କହିଲେ ଭାଗ୍ୟ ବଳେ କେହି ଯେବେ କରଇ ଦର୍ଶନ ବାବୁ, କରଇ ଦର୍ଶନ। କୃତାର୍ଥ ହୋଇ ସ୍ୱର୍ଗରେ ଲଭଇ ସେ ସ୍ଥାନ ବାବୁ, ଲଭଇ ସେ ସ୍ଥାନ। ଭାଗ୍ୟ ବଳେ କେହି ଯେବେ କରଇ ଦର୍ଶନ, ଯଦି କାହାର ଭାଗ୍ୟ ଥିବ ପୂର୍ବ ଜନ୍ମର ପ୍ରାରବ୍ଧ, ତାହେଲେ ସିଏ ଦର୍ଶନ କରିବ ଲିଙ୍ଗରାଜକୁ। ଭୁବନେଶ୍ୱରରେ ଅନନ୍ତ ବାସୁଦେବ ଦର୍ଶନ କଲେ ମହାପୁରୁଷ କହୁଛନ୍ତି କୃତାର୍ଥ ହୋଇ ସ୍ୱର୍ଗରେ ଲଭଇ ସେ ସ୍ଥାନ। ପୁନଶ୍ଚ ମହାପୁରୁଷ କହୁଛନ୍ତି, କହିଲେ ବାବୁରେ ଆହୁରି ମଧ୍ୟ ମହିମା ରହିଛି। କହିଲେ ଶ୍ରୀବିନ୍ଦୁ ସାଗରେ ସ୍ନାନ ସାରିବେ ସମସ୍ତ ଭକତ ମିଳି, ସମସ୍ତ ଭକତ ମିଳି ହେ ସୁଜନେ, ସମସ୍ତ ଭକତ ମିଳି। ଭକ୍ତି କଳା ପ୍ରକାଶ ହୋଇବେ ଛାଡ଼ିବ କଳିର ମଳି। ଶୁଣ ସୁଜନେ ଗୁଣୀ ବେଳ କାଳ ଆସିଲାଣି ହେ, ଶୁଣ ସୁଜନେ ଗୁଣୀ। ଭବିଷ୍ୟତ ଆର କ'ଣ ନା, ଏଇ ଶ୍ରୀ ଲିଙ୍ଗରାଜଙ୍କ ସ୍ଥଳରେ ବା ଏକାମ୍ର କାନନ ଭୁବନେଶ୍ୱରରେ ରହିଛି ବିନ୍ଦୁ ସରୋବର।
ବିନ୍ଦୁସାଗର। ବିନ୍ଦୁସାଗର ଆପଣ ଜାଣିଥିବେ ଶ୍ରାଦ୍ଧ ସ୍ତର୍ପଣ ସେଇଠି ମଧ୍ୟ କରାଯାଏ, ଆମେ ଯାଇକି କରନ୍ତୁ ନାଇଁ। ତେଣୁ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଥିଲେ ଯାହା, ସେଇ କଥାକୁ ଚୁମ୍ବକ ମାଳିକାରେ ଶିଶୁ ଅନନ୍ତ ପ୍ରଥମ ଅଧ୍ୟାୟରେ ଲେଖିଲେ। କହିଲେ ଶ୍ରୀ ବିନ୍ଦୁ ସାଗରରେ ଆଗକୁ ଭକ୍ତମାନେ ଯେତିକି ସଂସାର ସବୁ ଜନ୍ମ ହେଇଛନ୍ତି, ଭକ୍ତମାନେ ସବୁ ମିଳେଚ୍ଛ ତୁଚ୍ଛ ହେଇକି ନାହାନ୍ତି, ନିଜକୁ ଚିହ୍ନି ପାରୁନାହାନ୍ତି, ମିଳେଚ୍ଛ ତୁଚ୍ଛ ହେଇକି ଅଛନ୍ତି। କାହିଁକି ନା ଭକ୍ତମାନେ କଳା ପ୍ରାପ୍ତ କରିନାହାନ୍ତି। ମନ ଦେଇକି ଶୁଣନ୍ତି କଥା, ଭକ୍ତମାନେ ଭକ୍ତି କଳା କେବେ ପ୍ରାପ୍ତ କରିବେ ନା ଯେତେବେଳେ ବିନ୍ଦୁ ସରୋବରରେ ଗାଧେଇବେ। ଭୁବନେଶ୍ୱର ବିନ୍ଦୁ ସରୋବରରେ ଆସି ଭକ୍ତ ଯଦି ଥରେ ଗାଧେଇ ପଡ଼ନ୍ତି ନା, ତାଙ୍କର ଭକ୍ତି କଳା ତାଙ୍କ ଭିତରେ ପ୍ରକାଶିତ ହେବ, ସେ ନିଜକୁ ଚିହ୍ନି ପାରିବେ, ଜାଣିପାରିବେ ବୋଲି ଆମେ କହୁ। ତ୍ରିବିନ୍ଦୁ ସାଗରେ ସ୍ନାନ ସାରିବେ ସମସ୍ତ ଭକ୍ତ ମିଳି। ସବୁ ଭକ୍ତମାନେ ସମୟକ୍ରମେ ଗାଧେଇଲେ କ'ଣ ହେବ? ନିଜ ଭକ୍ତି କଳା ପ୍ରକାଶ ପାଇବ, ଛାଡ଼ିବ କଳିର ମଳି। ବୋଲେ କଳିର ମଳି ତାଙ୍କ ଭିତରୁ ଛାଡ଼ିଯିବ। କଳିର କଳମସ ଭିତରେ ଯେଉଁ ଆବରଣ ରହିଛି, ଏମିତି ଗୋଟେ କ'ଣ ସୁନା ଉପରେ ମଳିଥାଏ, ରୂପା ଉପରେ ମଳିଥାଏ, ବାସନ କୁସନ ମଳି ଧରି ଦେଇଥାଏ ନାଇଁ, ଆମେ ତାକୁ ପରିଷ୍କାର କରିଦିଅନ୍ତି, ସଫା କରିଦିଅନ୍ତି ଧୋଇ ଧାଇକିରି। ତେଣୁ ଭକ୍ତମାନେ ଯେତେବେଳେ ଏ ବିନ୍ଦୁ ସରୋବରରେ ଗାଧେଇ ପଡ଼ିବେ, ତାଙ୍କର ମଳି ଛାଡ଼ିଯିବ, ଭକ୍ତି କଳା ପ୍ରକାଶ ହେଇଯିବ। କଳିର କଳମସ ରୂପକ ମଳି, ମିଶା ବାସନା ରୂପକ କଳି ମଳି ତାଙ୍କ ଦେହ ଲାଗିଥିବ, ସେ ଛାଡ଼ିଯିବ, ଭକ୍ତି କଳା ପ୍ରକାଶ ହେବ। ଆଉ ମହାପୁରୁଷ ଲେଖିଲେ, କହିଲେ ଲିଙ୍ଗରାଜପୁରେ ତ୍ରୟୋଦଶ ଦିନ ଅଜଗର ଜଗି ଥିବ, ବିନ୍ଦୁ ସରୋବର ବିଷ ହୋଇଯିବ, ଯେ ଛୁଇଁବ ନାଶ ଯିବ, যে ছুঁইব নাশ জীব হে সুজনে, যে ছুঁইব নাশ জীব, যে ছুঁইব নাশ জীব হে সুজনে, যে ছুঁইব নাশ জীব। ଏ ପଦଟିକୁ ମହାପୁରୁଷ ଶିଶୁ ଅନନ୍ତ ଲେଖିଲେ ମାଳିକାର ନାମ ପଟ୍ଟା ମଡ଼ାଣରେ। କହିଲେ ଲିଙ୍ଗରାଜପୁରେ ତ୍ରୟୋଦଶ ଦିନ, କହିଲେ 13 ଦିନ ଅଜଗର ଜଗିଥିବ, ବିନ୍ଦୁ ସରୋବର ବିଷ ହେଇଯିବ, ଯିଏ ଛୁଇଁବ ନାଶ ଯିବ। ପାପୀମାନେ ଛୁଇଁଲେ ସେ ନାଶ ଯିବେ। ପୁଣ୍ୟବନ୍ତ ଲୋକ ଗାଧେଇଲେ ପୁଣ୍ୟ ପ୍ରାପ୍ତ କରି ଭକ୍ତି କଳା ତାଙ୍କ ଦେହରେ ପ୍ରକାଶ ହେଇଯିବ, ଭକ୍ତ କଳା ପ୍ରକାଶ ହେବ। ମହାପୁରୁଷ କହିଲେ, କହିଲେ ବାବୁରେ ଆଉ କ'ଣ ଏଠି ଗୁପ୍ତ ଆଗତ ଭବିଷ୍ୟାନ୍ତରେ ବଳରାମ ଦାସ କହିଲେ ଭୁବନେଶ୍ୱରର ମହିମା ମହାତ୍ମ୍ୟ ବିଷୟରେ। କ'ଣ କହିଲେ ମତ ବଳରାମ ଦାସ? ମାଳିକାର ନାମ ଆଗତ ଭବିଷ୍ୟାନ୍ତ ମାଳିକା। କହିଲେ ଶ୍ରୀବିନ୍ଦୁ ସଦରେ ଝଙ୍କଡ଼ ନଗରରେ ଯାଜପୁର ଏକାମ୍ରରେ, ଚୌଦ୍ୱାର ଠାରୁ ଯେ କ୍ଷେତ୍ରବର ଯାଏ, ଶସ୍ତ୍ର ଅଛି ଗୋପତରେ, ଆଉ ଶସ୍ତ୍ର ଅଛି ଗୋପତରେ হে সুজনে, শস্ত্র ଅଛି গোপতরে, শস্ত্র ଅଛି গোপতরে হে সুজনে, শস্ত্র ଅଛି গোপতরে। ମତ ବଳରାମ ଦାସ ଲେଖିଲେ ଭୁବନେଶ୍ୱର ମହିମା ମହାତ୍ମ୍ୟ ବିଷୟରେ। କହିଲେ ଏଇ ଭୁବନେଶ୍ୱର ଶ୍ରୀବିନ୍ଦୁ ହ୍ରଦରେ ଝଙ୍କଡ଼ ନଗରେ, ଏଇ ବିନ୍ଦୁ ସାଗରରେ, ଆଉ କେଉଁଠି ନା ଝଙ୍କଡ଼ ନଗରରେ, ଜଗତସିଂହପୁର ଝଙ୍କଡ଼ ମା ଶାରଳାଙ୍କ ପୀଠ ସେଠି, ଯାଜପୁର ବିରଜାଙ୍କ ପାଖରେ, ଆଉ ଏକାମ୍ର ଭୁବନେଶ୍ୱରରେ, ଚୌଦ୍ୱାର ଠାରୁ କ୍ଷେତ୍ରବର ଯାଏ, ଚୌଦ୍ୱାର କଟକ ଚୌଦ୍ୱାର ଠାରୁ କ୍ଷେତ୍ରବର ପୁରୀ ଯାଏ, ଶସ୍ତ୍ର ଅଛି ସେଠାବରେ, ଅସ୍ତ୍ର ଶସ୍ତ୍ର ସେଠି ସବୁ ରହିଛି, ବୁଝିଲେ। बोलिए महापुरुष अच्युतानंद जी की ज्ञानी गुणी मंडली सुधी जानी। आउ कौन कहले? बोले 90 लक्ष साधु पूरीबे पुरी ठारू कटक, भुवनेश्वर रे रहिबे नागांत जे अनेक, भुवनेश्वर रे रहिबे नागांत जे अनेक, भुवनेश्वर रे रहिबे नागांत जे अनेक। मालिकार नाम है भविष्य मालिका। अच्युतानंद भविष्य मालिकार लिखिले 90 लक्ष साधु पूरीबे पुरी ठारू कटक।
ପୁରୀ ଠାରୁ କଟକ ପର୍ଯ୍ୟନ୍ତ 90 ଲକ୍ଷ ସାଧୁ ସବୁ ଥିବେ। ବିଭିନ୍ନ ସ୍ଥାନରେ ଆଶ୍ରମ ମଠ ବାଡ଼ିରେ 90 ଲକ୍ଷ ସାଧୁ ରହିକି ପ୍ରଭୁଙ୍କୁ ଚିନ୍ତା କରୁଥିବେ। ଆଉ ଭୁବନେଶ୍ୱରରେ ରହିବେ ନାଗାନ୍ତ ଯେ ଅନେକ, ଏଇ ଭୁବନେଶ୍ୱରରେ ନାଗାମାନେ ବହୁତ ରହିବେ ଆଗକୁ। ଆଉ କ'ଣ କହିଲେ ମହାପୁରୁଷ ନା ଗୁପ୍ତ ସ୍ଥାନ ମାନ ସେହି ଯେ ବେଳରେ ଯେ ଫିଟିବ, ଏକାମ୍ର ବନର ଶୋଭା ଯେ କେହୁ ମୁଖେ କହିବ, ଏକାମ୍ର ବନର ଶୋଭା ଯେ କେହୁ ମୁଖେ କହିବ, ଏକାମ୍ର କାନନ ଶୋଭା ଯେ କେହୁ ମୁଖେ କହିବ। କହିଲେ ଗୁପ୍ତ ସ୍ଥାନ ମାନ ସେହି ବେଳରେ ଫିଟିବ। ଭୁବନେଶ୍ୱରରେ ଯେଉଁ ଗୁପ୍ତ ସ୍ଥାନ ଗୁଡ଼ିକ ସବୁ ରହିଛି, ଖଣ୍ଡଗିରିରେ ବହୁତ ଗୁପ୍ତ ରହିଛି, ଆହୁରି ଅନେକ ଗୁପ୍ତ ସ୍ଥାନ ଗୁଡ଼ିକ ଏଠି ରହିଛି ଭୁବନେଶ୍ୱରରେ। କହିଲେ ବାବୁରେ ସେ ଗୁପ୍ତ ସ୍ଥାନ ମାନ ଯେତେବେଳେ ନାଗାମାନେ ଭୁବନେଶ୍ୱରରେ ରହିବେ, ସେ ଗୁପ୍ତ ସ୍ଥାନ ଗୁଡ଼ିକ ଭୁବନେଶ୍ୱରରେ ଫିଟିଯିବ। ଆଉ ସେତେବେଳେ କ'ଣ ହେବ ନା ଏକାମ୍ର ବନର ଶୋଭାକେ ଅବା ମୁଖେ କହିବ। ସେ ଏକାମ୍ର କାନ ଶୋଭା ଆଜି ଦେଖୁନାହାନ୍ତି ଶୋଭା ବର୍ଦ୍ଧିତ ହେଇନି, ଆଉ ଜଙ୍ଗଲ ଥିଲା ନା। ଭୁବନେଶ୍ୱରଟା ଜଙ୍ଗଲରେ ପରିପୂର୍ଣ୍ଣ ହେଇଥିଲା, ଏଠି ଜାଗା କିଣିବା ପାଇଁ କେହି ଇଚ୍ଛା କରୁନଥିଲେ। କିନ୍ତୁ ଏଇକିନା ସାରା ଭାରତ ବର୍ଷରେ ଏଇ ଜାଗାଟା ଭୁବନେଶ୍ୱରରେ ଆପଣ ଘର କରିବାକୁ ଗଲେ, ଜାଗା ଖଣ୍ଡେ କିଣିବାକୁ ଗଲେ ସବୁଠାରୁ ରେଟ୍ ଅଧିକା। ସାରା ଭାରତ ବର୍ଷରେ ଏତେ ଜମିର ମୂଲ୍ୟ ବା ଜାଗାର ମୂଲ୍ୟ ଏତେ ନାହିଁ ଯାହା ଭୁବନେଶ୍ୱରରେ ଅଛି, ନାଇଁ ଭୁବନେଶ୍ୱରରେ ହେଇଛି। ତେଣୁ ମହାପୁରୁଷ କହିଲେ କାହିଁକି ନା ଏକାମ୍ର କାନ ଶୋଭା ବର୍ଦ୍ଧିତ ହେଇଛି। ଯେତିକି ସୁବିଧା ସୁଯୋଗ ସବୁ ରହିଛି, ଏଇଠି ରହିବାକୁ ବର୍ତ୍ତମାନ ଲୋକେ ପସନ୍ଦ କରୁଛନ୍ତି, ନାଇଁ। ତେଣୁ ସେଇଥିପାଇଁ ମହାପୁରୁଷ ଶିବକଳ୍ପ ନବକର୍ଣ୍ଣ ନିର୍ଘଣ୍ଟର 14 ନିର୍ଘଣ୍ଟରେ 84 ପୃଷ୍ଠାରେ ଲେଖିଲେ ଏଇ ଭୁବନେଶ୍ୱର ଏକାମ୍ର କାନନର ମହିମା ମାହାତ୍ମ୍ୟ ବିଷୟରେ। କ'ଣ କହିଲେ? କହିଲେ ଧନ୍ଦା ଲାଗିଥିବ ଧଉଳିଗିରିରେ ଉଦେବଟ ପଶ୍ଚିମରେ, ବାଉଳଲ ଉଦେବଟ ପଶ୍ଚିମରେ, ପରଖର ଜ୍ୟୋତି ପ୍ରକାଶ ହୋଇବ ଦରଗା କନ୍ଦରଠାରେ, ଭୁବନେଶ୍ୱରର ଖଣ୍ଡଗିରି ଠାରେ ବହୁତ ଯୁଦ୍ଧ ହୋଇବ, ବାଉଳଲ ବହୁତ ଯୁଦ୍ଧ ହୋଇବ, ଆସୁଆ ବଳଦ ବୀର ଯାସୁ ମରି ଆଗେ ଉଭା ହୋଇଥିବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଆରେ ବାବୁରେ ଧନ୍ଦା ଲାଗିଥିବ ଧଉଳିଗିରିରେ ଉଦେବଟ ପଶ୍ଚିମରେ, ଭୁବନେଶ୍ୱର ପଶ୍ଚିମରେ ମହାପୁରୁଷ କହିଲେ ଉଦେବଟ। ଆଉ କ'ଣ ନା ଧନ୍ଦା ଲାଗିଥିବ ଧଉଳିଗିରି, ଧଉଳିଗିରି ନାହାନ୍ତି କି ବୌଦ୍ଧ କୀର୍ତ୍ତି ଅତୀତରେ। କାହିଁକି ଧଉଳିଗିରି ସେ ଶାନ୍ତି ସ୍ତୂପ ନା କାହିଁକି ହେଇଛି ନା ଯେତେବେଳେ ଅଶୋକ କଳିଙ୍ଗର ସେନାମାନଙ୍କ ସହିତ ଯୁଦ୍ଧ କଲା, କଳିଙ୍ଗ ଉପରେ ଆକ୍ରମଣ କଲା, ସେହି ସମୟରେ କଳିଙ୍ଗର ବୀରପୁତ୍ରମାନେ ସମସ୍ତେ ଆଉ ଘରେ ଲୁଚିକି ରହିଲେ ନାହିଁ, ଅଶୋକ ନିକଟରେ ମଥାନତ କଲେ ନାହିଁ। କ'ଣ କଲେ ନା ଯୁଦ୍ଧ କଲେ। ଯୁଦ୍ଧରେ ଏଭଳି ରକ୍ତପାତ ହେଲା ଯେ ଦୟା ନଦୀର ପାଣି ଲାଲ ବର୍ଣ୍ଣ ରକ୍ତବର୍ଣ୍ଣ ହେଇଗଲା। ବୀର ସୈନିକମାନେ କଳିଙ୍ଗ ସେନାମାନେ ସୈନିକମାନେ ଅଶୋକ ସହିତ ଯୁଦ୍ଧ କରି ନିପାତ ହେଲେ, ବିନାଶ ହେଲେ। ସେ ଚଣ୍ଡାଶୋକ ଅନେକକୁ ମାରି ଦୟା ନଦୀର ଜଳକୁ ଲାଲ ବର୍ଣ୍ଣ ରକ୍ତବର୍ଣ୍ଣ କରିଦେଲା ପରେ ମଧ୍ୟ ତଥାପି କଳିଙ୍ଗର ସେନା ପଛଘୁଞ୍ଚା ଦେଲେ ନାହିଁ। ଏ କଳିଙ୍ଗର ବୀରାଙ୍ଗନା ମାନେ ନାରୀମାନେ ଆଗକୁ ବାହାରି ପଡ଼ିଲେ ଅଶୋକ ସହିତ ଯୁଦ୍ଧ କରିବା ପାଇଁ, ତାର ସେନାବାହିନୀ ସହିତ ଯୁଦ୍ଧ କରିବା ପାଇଁ। ଇତି ନରସଂହାର କରିଥିଲା ଅଶୋକ। ଏ ଜ୍ଞାନୀଗୁଣୀ ମଣ୍ଡଳୀ ଶୁଦ୍ଧି ଜାନେ, କିନ୍ତୁ ନରସଂହାର ପରେ ମଧ୍ୟ ଏ କଳିଙ୍ଗ ସେନା ମୁଣ୍ଡ ନୁଆଇଲା ନାହିଁ ଏ ଜାତି ତା ନିକଟରେ। ଶେଷରେ ନିଜର ଭୁଲ ବୁଝିପାରି ସେଇ ଚଣ୍ଡାଶୋକ ଅଶୋକ ଏଇ ସ୍ଥାନରୁ ଶିକ୍ଷା ପାଇଲା, ଓଡ଼ିଶାର ଉତ୍କଳରୁ ଏଇ କଳିଙ୍ଗରୁ ସେ ଶିକ୍ଷା ପାଇଲା। ଏଭଳି ଶିକ୍ଷା ପାଇଲା ଯେ ତାର ବିଚାର ପରିବର୍ତ୍ତନ ହେଇଗଲା, ଚିନ୍ତାରେ ପରିବର୍ତ୍ତନ ଆସିଗଲା, ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଲା। ଏବଂ ସେଇ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ ହେଇଥିବାର ପ୍ରତୀକ ସ୍ୱରୂପ ଏଠି ରହିଛି ଧଉଳି ଶାନ୍ତି ସ୍ତୂପ। ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ ସିଏ ଏକ ସ୍ତୂପ ହେଇଥିଲା, କିନ୍ତୁ ଆଗକୁ ଭବିଷ୍ୟତରେ ଇଏ ଭୁବନେଶ୍ୱରର ସିଏ ଶୋଭାବର୍ତ୍ତନ କରିବ। ମାଳିକାରେ ଅଚ୍ୟୁତାନନ୍ଦ ଲେଖିଥିଲେ, ମାଳିକାର ନାମ ଶିବକଳ୍ପ ନବକର୍ଣ୍ଣ ନିର୍ଘଣ୍ଟର 14 ନିର୍ଘଣ୍ଟର 84 ପୃଷ୍ଠାରେ ଲେଖା ଅଛି ଯେ ଦିନେ ଏଇ ଭୁବନେଶ୍ୱର ଯେଉଁଟା ଶାନ୍ତି ସ୍ତୂପ ରହିଛି, ସ୍ତୂପ କେବଳ ସେଇଟା ଦିନେ ସେଠି ଧନ୍ଦା ଲାଗିଥିବ ସେ ଧଉଳିଗିରିରେ। ଧଉଳିଗିରି
ଆଜି ଧନ୍ଦା ଲାଗିନି କି ବୌଦ୍ଧ କୀର୍ତ୍ତିମାନେ ଆଜି ଛୁଟୁଛନ୍ତି ନାଇଁ। ତେଣୁ ହି ଜ୍ଞାନୀଗୁଣୀ ମଣ୍ଡଳୀ ସତ୍ୟଜାନୀ 600 ବର୍ଷ ତଳେ ମହାପୁରୁଷ ଏଇ କଥାଟି ଲେଖିଥିଲେ। ଆଉ ସେତେବେଳେ କ'ଣ କହିଲେ ଗୁପ୍ତ ସ୍ଥାନ ମାନ ସେହି ବେଳରେ ଫିଟିବ ଏକାମ୍ର ବନର ଶୋଭା କିଏ ବା କହିବ। ଆଉ ସେହି ସମୟରେ ଭୁବନେଶ୍ୱରର ଖଣ୍ଡଗିରି ଠାରେ ବହୁତ ଯୁଦ୍ଧ ହୋଇବ ଆଗକୁ। ବାସୁଆ ବଳଦ ବିରଜା ସମାରି ଆଗେ ଉଭା ହୋଇଥିବ। ବାସୁଆ ବଳଦ ଲିଙ୍ଗରାଜଙ୍କ ପାଖରେ ଯେଉଁଠି ଅଛି ସେ କ'ଣ ହେବ ହଠାତ୍ କିନା ଉଠିକି ଗୋଟିଏ ପାଦରେ ଛିଡ଼ା ହେଇକି ନାଚିବ ବୋଲି ମହାପୁରୁଷ ମାଳିକାରେ ଲେଖିଛନ୍ତି। ନା ସେଦିନ ବିରଜା ଆସ୍ଥାନ ଛାଡ଼ିବେ ଭୀମ ସିଂହନାଦ ହେବ ବହୁଳ ଲୋ ଭୀମ ସିଂହନାଦ ହେବ। ଗର୍ଭସ୍ଥିତ ଶିଶୁ ଭୂମିରେ ପଡ଼ିବ ଭୁବନେଶ୍ୱରକୁ ଯିବ। ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଦିନେ ବିରଜା ସେଦିନ ଗାଦି ଛାଡ଼ିଦେବେ। ଆଉ ଭୁବନେଶ୍ୱର ପିଲା ଜନ୍ମ ହେଲା କେଣି ଭୁବନେଶ୍ୱରକୁ ଯିବ। ଟାଉନ ସହର ଅଭିମୁଖୀ ହେବ, ଭୁବନେଶ୍ୱର ରହିବାକୁ ପସନ୍ଦ କରିବେ। ଏମିତି ଭୁବନେଶ୍ୱର ଶୋଭାବର୍ଦ୍ଧନ ହେଇଥିବ। ଅଚ୍ୟୁତାନନ୍ଦ 600 ବର୍ଷ ତଳେ କାଗଜ କଲମ ନଥିଲା, ତାଳପତ୍ର ଲେଖନୀ ଲେଖିଥିଲେ। ଭୁବନେଶ୍ୱର ଏଭଳି ଶୋଭାବର୍ଦ୍ଧିତ ହେଇଥିବ ଯେ ସମସ୍ତେ ସାରା କ'ଣ ଭାରତବର୍ଷରୁ ଲୋକମାନେ ଚାହିଁବେ ଏଇଠାରେ ଆସି ବସବାସ କରିବା ପାଇଁ ଦିନେ। ଏକଥା ମାଳିକାରେ ଲେଖା ହେଇଥିଲା। ଦେଖନ୍ତୁ ତାହା ଆଜି ହେଇଛି ନାଇଁ। ଏ ସ୍ଥାନରେ ପାଦ ଦେଲେ ଟିକେ ମହାପୁରୁଷ କହୁଛନ୍ତି ଅନେକ ଜନ୍ମର ପାପ ମଧ୍ୟ କ୍ଷୟ ହେଇଯାଏ। ଏଇ ମନ୍ଦିର ମାଳିନୀ ଭୁବନେଶ୍ୱର। ତେଣୁ ଏହି ଜ୍ଞାନୀଗୁଣୀ ମଣ୍ଡଳୀ ଏତ ସମୟ ହେଇଛି। ଆସନ୍ତୁ ବାଣିକି ବିରାମ ଦେବା। ପ୍ରଭୁଙ୍କର ନାମ ନେଇ କିନ୍ତୁ ତାପରେ ଜଣେ ଭକ୍ତର ନାଁ କହିବା। କିଏ ସେ ଭକ୍ତ, କ'ଣ ତାର ନାଁ, କେଉଁଠି ତାର ଜନ୍ମ ହେଇଥିବ। କହିଲେ ଆହୁରି ଭକତ ଶାଳୀ ଜଙ୍ଗାରେ ଆହୁରି ଭକତ ଶାଳୀ ଜଙ୍ଗାରେ ଓଡ଼ିଆ ବୋଲିଣ ନାମ ତାହାରେ। ଆଉ କୁଳିଆ ବୋଲିଣ ନାମ ତାହାରେ। ହେଲେ ଆହୁରି ଜଣେ ଭକ୍ତ କେଉଁଠି ନା ଶାଳୀଜଙ୍ଗା ନାମକ ଗାଁରେ ଓଡ଼ିଆ ନାମରେ ଜଣେ ଭକ୍ତ ଜନ୍ମ ହେଇଥିବ। ଜ୍ଞାନୀଗୁଣୀ ମଣ୍ଡଳୀ ଅଚ୍ୟୁତାନନ୍ଦ ମହାପୁରୁଷ ଲେଖିଛନ୍ତି। ଆମେ କହିଲୁ ଆପଣ ଠାବ କରିବେ। ସମୟ ହେଇଛି। ଆସନ୍ତୁ ବାଣିକି ବିରାମ ଦେବା। ପ୍ରଭୁଙ୍କର ନାମ ନେଇ ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ। ବୋଲୋ ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ। सीताराम सीताराम भज प्यारे तू सीताराम। सीताराम सीताराम भजो प्यारे तू सीताराम। रघुपति राघव राजा राम पतित पावन सीताराम। रघुपति राघव राजा राम पतित पावन सीताराम। सुधीजनी आज पे आसंदो बाणिक्य ठारे विराम देवा। पुणी आसंदा अध्याय भेट हेबा। रहुचु हरिओम शांति 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 सर्वारिष्ट सुशांति भवतु। प्रार्थना आम आनंदर उत्स।